ବର୍ତ୍ତମାନ ପାଇଁ ମୁଁ ଜାନୁଆରୀ 18ରେ ମୁଁ ନେଲି ଇଏ ପୁରୁଣା ଥିଲେ ତାଙ୍କ ଦେହ ଅସୁସ୍ଥ ହେବାରୁ ମୁଁ ନୂଆ ଜଏନ୍ କଲି। ଜଏନ୍ କରିସାରିଲା ପରେ ମୁଁ ତାଙ୍କୁ ମାଗିଲି ସବୁ ଇଏ ହଁ ଦେବି। ତାପରେ ମୁଁ ହସ୍ପିଟାଲରେ ପଡ଼ିଲି। ମୋତେ ରେଜିଗ୍ନେସନ୍ ହ୍ୱାଟ୍ସଆପ୍ରେ ପଠେଇଲି। ତାପରେ ତାକୁ ହ୍ୱାଟ୍ସଆପ୍ ରେଜିଗ୍ନେସନ୍ ପଠେଇ ପରୀକ୍ଷା ଅଛି ଜାନୁଆରୀ 24 ଅଛି ରେଜିଗ୍ନେସନ୍ ପଠେଇ ସେ ତାଙ୍କର ରହିଲେ ଘରେ। ସେଥିରେ ଆଉ ଆସିଲେ ନାହିଁ। ତାକୁ ବି ଆମେ ଫୋନ୍ କଲୁ ଲେଟର ମାଧ୍ୟମରେ ଇଏ କଲୁ କିନ୍ତୁ ଆସିଲେ ନାହିଁ। ତାପରେ ବହୁତ ପଇସା ଆମର ଟିଚର ମାନଙ୍କର ପଇସା, ଡେଭଲପମେଣ୍ଟ ପଇସା, ତାପରେ ପିଲାମାନଙ୍କର ପଇସା, ବହୁତ ପଇସା ଇଏ କରିଛୁ। ତାଙ୍କୁ ଯଦି ଆମେ ହିସାବ ମାଗିଲୁ ସିଏ ଆଉ ରେଜିଗ୍ନେସନ୍ ଦେଇକି ସେ ରହିଲେ ଆସିଲେ ନାହିଁ। ବର୍ତ୍ତମାନ ଧମକ ଚମକ ଦେଇଛନ୍ତି। ଆମେ ପୋଲିସ ପାଖକୁ ଗଲୁ, ସେମାନେ ଇଏ କଲେ। ସେମାନେ ଯଦି ନ କଲେ ଆମେ ବାଧ୍ୟ ହେଇକି କୋର୍ଟରୁ ଆଶ୍ରୟ ନେଲୁ। ତାଙ୍କ ଅଭିଯୋଗ ମୁଁ ଏଠି ଥିଲି ଟିଚରସିପ୍ କରୁଥିଲି 19 ରୁ 19 20 20 21 21 22 ସେସନ୍ ମୁଁ ଏଠି ଥିଲି। ତାପରେ ସିଏ ଦରମା ଆକାରରେ ମୋତେ ମୁଁ ପାର୍ଟ ଟାଇମ୍ ଆସୁଥିଲି ଯେହେତୁ ଆଙ୍କର କେହି ସାଇନ୍ସ ଟିଚର ନଥିଲେ, ମ୍ୟାଥ୍ ଟିଚର ନଥିଲେ, ମୁଁ ପାର୍ଟ ଟାଇମ୍ ଆସୁଥିଲି। ମୋତେ ସିଏ 3000 ଦେବେ ବୋଲି କହିଥିଲେ ମାସକୁ, କିନ୍ତୁ ଯେତେବେଳେ ମୁଁ ଦରମା ମାଗେ ସିଏ କୁହନ୍ତି ଯେ ନାଇଁ ମ୍ୟାନେଜମେଣ୍ଟ ଦେଇନି। ମୁଁ ସେଠୁ ତାପରେ ସ୍କୁଲ ଛାଡ଼ିଗଲି ଆଉ ଗୋଟେ ଭଲ ସାଇନ୍ସ କଲେଜକୁ। ପ୍ରେସିଡେଣ୍ଟଙ୍କୁ ବାରମ୍ବାର କହେ ମୁଁ ସାର୍ ମୋ ପଇସାଟା କାହିଁ ଦେଲେନି। ସିଏ ମୋତେ କୁହନ୍ତି ଯେ ଗିରିଶ ସାର୍ଙ୍କୁ ଆମେ ଦେଇଦେଇଛୁ। ମୁଁ କହିଲି ତାହେଲେ ମୋତେ ତ ସିଏ ଦେଇନାହାନ୍ତି, ଆପଣ ତାଙ୍କୁ ଦେଲେ କ'ଣ ହେବ? ଗିରିଶ ସାର୍ କ'ଣ ନା ସିଏ ସବୁ ପେମେଣ୍ଟ ବୁଝୁଛନ୍ତି, ଆମେ ଆଉ କମିଟି ବାଲା ଦେଉନୁ, ସିଏ ନେଇଛନ୍ତି ସବୁ ପଇସା ସିଏ ଦେବେ। ମୁଁ ତାପରେ ଯେତେବେଳେ ଆସିଲି ଗିରିଶ ସାର୍ଙ୍କୁ କହିଲି, ମୁଁ କହିଲି ମୋତେ ପଇସାଟା ମୋର କ'ଣ ଦେଇଛନ୍ତି କମିଟି ବାଲା ଆଉ ଦେଉନାହାନ୍ତି ନା, ମୁଁ କ'ଣ ମୋ ଘର ଜମି ବିକି ଆଣି ପଇସା ଦେବି? ମୋତେ କେହି ପଇସା ଦେଇନାହାନ୍ତି, କମିଟି ବାଲା ବୁଝିବେ। ମୁଁ ତାପରେ ପ୍ରେସିଡେଣ୍ଟଙ୍କୁ ସେଇ କଥା କହିଲି। ସିଏ ସେଠୁ ମୋତେ କହିଲେ ଠିକ୍ ଅଛି ଆମେ ଯିବା ସ୍କୁଲରେ ଗିରିଶ ସାର୍ ଥିବେ କଥାବାର୍ତ୍ତା ହେବା। ତାପରେ ଏମିତି ବାରମ୍ବାର ମୋତେ କହି 3 ବର୍ଷ ପୁଣି ଗଡ଼ିଗଲା। 3 ବର୍ଷ ଗଡ଼ିଗଲା ବୋଲି 24 ଲାଷ୍ଟ ହେଇଗଲା, ଡିସେମ୍ବର ହେଇଗଲା। ମୁଁ ସେଠୁ ତାପରେ ଖାତା ବି ସେ ସମୟରେ ଆଣି ଦେଇଥିଲି ଗୋଟେ ଜାଗାରୁ ସ୍କୁଲ ପାଇଁ। ମୋତେ ପ୍ରେସିଡେଣ୍ଟ କହିଥିଲେ ଖାତା ଆଣନ୍ତୁ ପେମେଣ୍ଟ ନେଇଯିବେ, ତାଙ୍କୁ ଦେଇଦେବେ। କିନ୍ତୁ ସେ ପେମେଣ୍ଟ ବି ଦେଲେନି, କହିଲେ ଗିରିଶ ସାର୍ ଦେବେ, ସିଏ ନେଇଛନ୍ତି ସବୁ କଥା, ସିଏ ପେମେଣ୍ଟ ବୁଝୁଛନ୍ତି। ଖାତା ପାଇଁ ଯେତେବେଳେ ଆଣିଲି ତତ୍କାଳୀନ ସେକ୍ରେଟାରୀ ମୋତେ ଧମକ ଦେଇ କହିଲେ, ସିଏ ପ୍ରିନ୍ସିପାଲ ସିଏ କ'ଣ କଥା ହେଲେ ମୋତେ କହିଲେ ଘର କେଉଁଠି ଦ୍ୱାର କେଉଁଠି ଆସିଛନ୍ତି, ଆମ ଘର ଆକ୍ଚୁଆଲି ଜଗତସିଂହପୁର, ଆଉ ଏଠି କ'ଣ ପଇସା ନଦେଲେ କ'ଣ କରିବେ ଆମର, ଏମିତି ବି କହିଲେ। ତାପରେ ମୁଁ ସବୁ କଥା ପ୍ରେସିଡେଣ୍ଟଙ୍କୁ କହିଲା ପରେ ସିଏ ସେଠୁ କହିଲେ ଠିକ୍ ଅଛି ହିସାବ ଦେବା। କିନ୍ତୁ ଗୋଟେ ଏତେ କଦର୍ଯ୍ୟ କଥା କହିବାକୁ ବି ନିଜକୁ, ମୁଁ ବି ଯେହେତୁ ଗୋଟେ ଟିଚର ନାଁରେ କହିବାକୁ ବି ଖରାପ ଲାଗୁଛି। ସିଏ ଯେଉଁ 3 ବର୍ଷର ହିସାବ 3 ବର୍ଷ ତଳର 22 ମସିହାର କହିଲେ ହିସାବ ମୁଁ ଲେଖି ରଖିଛି। ସେ ଡାଏରୀ ଯେତେବେଳେ ଦେଖିଲେ ସେଇଟା 24 ମସିହାର ଡାଏରୀ। ମୁଁ ତାଙ୍କୁ ବି ସାଙ୍ଗେ ସାଙ୍ଗେ କମିଟିକୁ କହିଲି, ମୁଁ କହିଲି ସାର୍ ଏଇ ଯେଉଁ 3 ବର୍ଷର ମୋତେ ଦେଇଛନ୍ତି, 3 ବର୍ଷ ତଳେ ପଇସା ଦେଇଛନ୍ତି ବୋଲି କହୁଛନ୍ତି, ଏଇଟା ଦେଖନ୍ତୁ ତ ଡାଏରୀଟା କେଉଁ ମସିହାର। ତାପରେ କମିଟି ବାଲା କହିଲେ ହଉ ଠିକ୍ ଅଛି 3 ଦିନ ଆମକୁ ଟାଇମ୍ ଦିଅନ୍ତୁ, ଆମେ 3 ଦିନ ଭିତରେ ଆପଣଙ୍କୁ ପେମେଣ୍ଟ ଦେବୁ। କିନ୍ତୁ 3 ଦିନ ତ ଆଉ କେହି ମୋତେ କିଛି ଜଣେଇଲେନି। ତାପରେ ଦେଖିଲା ବେଳକୁ ସିଏ ସ୍କୁଲ ଛାଡ଼ି ପଳେଇଛନ୍ତି। ତାଙ୍କ ନାଁରେ ତ ଏସବୁ ଅଭିଯୋଗ ବହୁତ ପଇସା ନେଇ ଯାଇଛନ୍ତି ବୋଲି। ତାପରେ ଏମିତି ପିଲାମାନଙ୍କୁ ଯେଉଁ ପାଠ ପଢ଼ାନ୍ତି ବି 2 ଧାଡ଼ି ଟ୍ରାନ୍ସଲେସନ୍ ଲେଖିପାରିବେନି, ଏମିତି ସ୍କୁଲ ନାଁ ବି ସେ ଭଲସେ ଲେଖିପାରିବେନି ଇଂଲିଶରେ। ମାନେ ଏଇଭଳି ଟିଚର, ସେ ଗୋଟେ କଳଙ୍କ କହିଲେ ଚଳେ। ମାନେ ଲେଖିପାରିବେନି ଆପଣମାନେ ଯଦି ତାଙ୍କୁ କୌଣସି ଭବିଷ୍ୟତ ଆଜ୍ଞା ପୁରା ଅନ୍ଧାର। ଆମେ ଥିଲାବେଳେ ପିଲା ପ୍ରତିବର୍ଷ ନବୋଦୟ ପାଉଥିଲେ, ତାପରେ ବୃତ୍ତି ବି ପାଉଥିଲେ। କିନ୍ତୁ ତାଙ୍କୁ ଯେତେବେଳେ ଏମାନେ ସବୁ ଦାୟିତ୍ୱ ଦେଲେ ଯେ ସବୁ ବୁଝିବେ ପେମେଣ୍ଟ ସହ, ଟିଚର ମାନେ ବି ପଇସା ପାଇଲେନି, କେହି ବି ଦାୟିତ୍ୱ ନେଲେନି। ସ୍କୁଲ ରେଜଲ୍ଟ ତ ଖରାପ, ସ୍କୁଲ ଅବସ୍ଥା ବି ଖରାପ ହେଇ ଚାଲିଲା। କିନ୍ତୁ ଏବେ ଆସିଛୁ ଯେହେତୁ ମ୍ୟାନେଜମେଣ୍ଟ ଡାକିଛି ଆସନ୍ତୁ, ଆମେ ପ୍ରେସ୍ କନଫରେନ୍ସ ଡାକିଛୁ, ପଇସା ଆପଣଙ୍କୁ ଦିଆଯିବ, ଆପଣଙ୍କୁ ବାକି ପଇସା। କିନ୍ତୁ ଏବେ ତ ଆଶା ଲାଗୁଛି ଯେ ସ୍କୁଲ ଡେଭଲପ୍ କରିବ। କିନ୍ତୁ ଜଣାପଡ଼ୁଛି ଯେ ନୂଆ ଏବେ ଦାୟିତ୍ୱ ନେଇଛନ୍ତି ହେଡ଼ମାଷ୍ଟର ସାର୍, ସିଏ ବି ଭଲ ଟିଚର, ଆମେ କାମ କରୁଛୁ ସାଙ୍ଗ ହୋଇ। ଆଶା ଲାଗୁଛି ଯେ ଡେଭଲପ୍ କରିବ।